ରାଜ୍ୟରେ ଅଂଶୁଘାତରେ ଏଯାବତ୍ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱରରୁ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଏଯାବତ୍ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍ ରିଲେଟେଡ୍ ଇଲନେସରେ ମୋଟ 71 ଜଣ ଆକ୍ରାନ୍ତ ହୋଇଛନ୍ତି। 71 ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 35 ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ମୟୂରଭଞ୍ଜ ଅନୁଗୁଳରୁ 7 ଜଣ ଅଂଶୁଘାତ ଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲରେ 6 ଜଣ ହିଟ୍ ରିଲେଟେଡ୍ ଇଲନେସ୍ ପାଇଁ ଆଡମିସନ ହୋଇଥିଲେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ସମସ୍ତ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ ଓ ଆଇସିୟୁ ବେଡ୍ ରଖିବାକୁ କୁହାଯାଇଥିଲା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି ଅତି ଆବଶ୍ୟକ ନ ପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର। ଯଦି ଖରାକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା, ପାଣି ବୋତଲ ଆଦି ନେଇ ଯାଆନ୍ତୁ ଏବଂ ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି। ଏପ୍ରିଲରେ ଏଯାବତ୍ 6 ଦିନ ହିଟ୍ ୱେଭ୍ ଅନୁଭୂତ ହେଲାଣି। ଚଳିତ ମାସ ଆହୁରି 3 ଦିନ ହିଟ୍ ୱେଭ୍ ଅନୁଭୂତ ହେବ। କାଲି ପାଇଁ ହିଟ୍ ୱେଭ୍ ନେଇ 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏପ୍ରିଲରେ ସାଧାରଣତଃ 1 ରୁ 3 ଦିନ ଯାଏଁ ହିଟ୍ ୱେଭ୍ ହୁଏ। ଗତ ବର୍ଷ ଏପ୍ରିଲରେ 5 ଦିନ ହିଟ୍ ୱେଭ୍ ଅନୁଭୂତ ହୋଇଥିଲା। ସେପଟେ ଆଜି ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ। ଆଜି ଦିନ 2ଟା 30 ସୁଦ୍ଧା 40 ଡିଗ୍ରୀ ପାର କରିଛି 7 ସହରର ତାପମାତ୍ରା। ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା 43.8 ଡିଗ୍ରୀ ସହ ସର୍ବୋଚ୍ଚ ରହିଛି। ଅନ୍ୟ ସହର ମଧ୍ୟରେ ସମ୍ବଲପୁର 42.4, କେନ୍ଦୁଝର 42.2, ଚାନ୍ଦବାଲି 42.2, ହୀରାକୁଦ 42, ରାଉରକେଲା 41.8, ଭୁବନେଶ୍ୱର 41.4, ବାଲେଶ୍ୱର 39.4, ପାରାଦୀପ 34.8, ପୁରୀ 34.4, ଗୋପାଳପୁରରେ 33.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।